ବାଲିଚନ୍ଦ୍ରପୁର ବଜାର ଦଖଲ। ବଡ଼ଚଣା ବାଲିଚନ୍ଦ୍ରପୁର ରାସ୍ତାର ସମ୍ପ୍ରସାରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ଜବରଦଖଲକାରୀଙ୍କ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସରକାରୀ କଳ ତତ୍ପରତା ପ୍ରକାଶ କରିବା ପରେ ଜବରଦଖଲକାରୀଙ୍କୁ ତୁରନ୍ତ ଜାଗା ଛାଡ଼ି ଦେବାକୁ ଦର୍ପଣ ତହସିଲଦାର 7 ଦିନିଆ ନୋଟିସ୍ ଜାରି କରିଥିଲେ। ଏ ଭିତରେ 7 ଦିନ ଶେଷ ହୋଇଯିବାରୁ ପୂର୍ତ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ଦର୍ପଣ ତହସିଲଦାର ଆଜି ଉପସ୍ଥିତ ରହି ମେସିନ୍ ଲଗାଇ ଜବରଦଖଲ ହଟାଇଥିବାର ଦେଖିବାକୁ ମିଳିଛି। ଏ ଜବରଦଖଲ ହଟିବା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏ ଜବରଦଖଲ ଯୋଗୁଁ ବଜାର ମଧ୍ୟ ଦେଇ କୌଣସି ଆବଶ୍ୟକ ଗାଡ଼ି ଯଥା ଅଗ୍ନିଶମ ଆମ୍ବୁଲାନ୍ସ ପ୍ରଭୃତି ଯିବା ଆସିବାରେ ଘୋର ବାଧାପ୍ରାପ୍ତ ହେଉଥିଲା। ଏହି ଜବରଦଖଲ ହଟିବା କାର୍ଯ୍ୟରେ ବାଲିଚନ୍ଦ୍ରପୁର ଥାନା ଆରକ୍ଷୀ ନିରୀକ୍ଷକ ସମରଜିତ ନାୟକଙ୍କ ସମେତ ଦର୍ପଣ ଉପ ତହସିଲଦାର, ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ତପନ କୁମାର ସେଠୀ ଏବଂ କନିଷ୍ଠ ଯନ୍ତ୍ରୀ ପାର୍ଥ ସାରଥୀ ରାୟକରୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ଆଗେଇ ନେଇଥିଲେ। ବାଲିଚନ୍ଦ୍ରପୁରରୁ ଏକାଦଶୀ ସେଠୀଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।